ମୁଁ ଡକ୍ଟର ଶିବପ୍ରସନ୍ନ ପାଠୀ। ପ୍ରିୟ ଛାତ୍ରଛାତ୍ରୀଗଣ, ଆଜିର ଏହି ଆଲୋଚନା କାର୍ଯ୍ୟକ୍ରମରେ DSC ପେପର 1 ୟୁନିଟ୍ 3 ର ଚାପ୍ଟର 3 BA ହିଷ୍ଟ୍ରି ଅନର୍ସର ପଞ୍ଚମ ସେମିଷ୍ଟାର ପାଇଁ ବା 5th ସେମିଷ୍ଟାର ପାଇଁ ଶୈଳୋଦ୍ଭବ ଡାଇନେଷ୍ଟି ଅଫ୍ ଓଡ଼ିଶା। ଓଡ଼ିଶାର ଶୈଳୋଦ୍ଭବ ଡାଇନେଷ୍ଟି ବିଷୟରେ ଆଜି ଆମେ ଆଲୋଚନା କରିବା। ଆଜିର ସମସ୍ତ ଆଲୋଚନା ଡକ୍ଟର ସୋମାଚାନ୍ଦ ମ୍ୟାଡ଼ାମଙ୍କର ନୂତନ ଭାବେ ଲିଖିତ ଓଡ଼ିଶା ଇତିହାସ ପୁସ୍ତକରୁ ମୁଁ ପ୍ରସ୍ତୁତ କରିଅଛି ପ୍ରିୟ ଛାତ୍ରଛାତ୍ରୀମାନଙ୍କର ସେମିଷ୍ଟାର ପରୀକ୍ଷା ଉଦ୍ଦେଶ୍ୟରେ। ଚାଲନ୍ତୁ ଦେଖିବା ପ୍ରଥମ ଆଲୋଚନାରେ କ'ଣ ଅଛି। ଶୈଳୋଦ୍ଭବ ଡାଇନେଷ୍ଟି ରୁଲ୍ଡ ଏଟ୍ କଙ୍ଗୋଦ ଇନ୍ ଦ ମିଡିଲ୍ ଅଫ୍ 6th century CE। ପ୍ରକୃତରେ ଏଇ ଯେଉଁ ଶୈଳୋଦ୍ଭବ ରାଜବଂଶଟି କଙ୍ଗୋଦରେ ପ୍ରାୟତଃ 6ଠ ଶତାବ୍ଦୀର ମଧ୍ୟଭାଗରେ ଶାସନ କରିବାର ନଜର ଅଛି। ଏହା ଆପଣମାନେ ଲେଖିବେ ଇଣ୍ଟ୍ରୋଡକ୍ସନରେ। ତାପରେ ଆମେ ଜାଣି ରଖିବା ଉପାଦାନ ବା ସୋର୍ସେସ୍। କେଉଁ ସୋର୍ସେସ୍ ଶୈଳୋଦ୍ଭବମାନଙ୍କ ବିଷୟରେ ଆମକୁ ସୂଚନା ପ୍ରଦାନ କରୁଛି। ଡିଫରେଣ୍ଟ ଗ୍ରାଣ୍ଟସ୍, ଏହାର ଅର୍ଥ ହେଲା ପିଲାମାନେ ବିଭିନ୍ନ ପ୍ରକାର ଦାନ। ଯେଉଁ ଦାନପତ୍ର ଗୁଡ଼ିକ ଶୈଳୋଦ୍ଭବ ରାଜାମାନେ ବା ତାର ପରବର୍ତ୍ତୀ ରାଜାମାନେ କରିଛନ୍ତି, ସେ ଭିତରେ ଶୈଳୋଦ୍ଭବମାନଙ୍କର ବିବରଣୀ ଲେଖାଯାଇଛି। ସେଗୁଡ଼ିକ ମଧ୍ୟ ଗୋଟିଏ ଉପାଦାନ ଶୈଳୋଦ୍ଭବମାନଙ୍କ ବିଷୟରେ ଜାଣିବା ପାଇଁ। ସେ ଭିତରୁ ଅନ୍ୟତମ ହେଲେ ଖୋର୍ଦ୍ଧା କୋପର ପ୍ଲେଟ୍ ଗ୍ରାଣ୍ଟ, ବୁଗୁଡ଼ା ପ୍ଲେଟ୍ ଗ୍ରାଣ୍ଟ, ପୁରୀ ପ୍ଲେଟ୍ ଗ୍ରାଣ୍ଟ, କଟକ ମ୍ୟୁଜିୟମ ଚାର୍ଟର, ତେକାଳି ଇନସ୍କ୍ରିପସନ୍। ଏସବୁ ଗୁଡ଼ିକ ହେଉଛି ପିଲାମାନେ ବିଭିନ୍ନ ଗ୍ରାଣ୍ଟ ଗୁଡ଼ିକ ବିଷୟରେ ଶୈଳୋଦ୍ଭବର ରାଜାମାନେ ବା ଶାସକମାନେ ଲେଖିଛନ୍ତି ଏବଂ ସେଗୁଡ଼ିକ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଶୈଳୋଦ୍ଭବ ବିଷୟରେ ଜାଣିବା ପାଇଁ। ଦ୍ୱିତୀୟ ଭାବରେ ଉପାଦାନ ହେଉଛି କିଛି ଇନସ୍କ୍ରିପସନ୍, ଶିଳାଲେଖ, ଯାହା ଭିତରୁ ହେଉଛନ୍ତି ଅନ୍ୟତମ ମନୁମେଣ୍ଟ ଅଫ୍ ବାଙ୍କଡ଼ା, କୃଷ୍ଣଗିରି, ଭୁବନେଶ୍ୱର। ମନୁମେଣ୍ଟର ଅର୍ଥ ହେଲା ପିଲାମାନେ ପ୍ରିୟ ଛାତ୍ରଛାତ୍ରୀମାନେ ମାନବ ତିଆରି ହୋଇଥିବା କୃତି। ସେ ଭିତରୁ ହେଉଛି ବାଙ୍କଡ଼ାର ଶିଳାଲେଖ, କୃଷ୍ଣଗିରିର ଶିଳାଲେଖ ଆଉ ଭୁବନେଶ୍ୱରର ବିଭିନ୍ନ ଶିଳାଲେଖ ଗୁଡ଼ିକରୁ ଆମକୁ ଶୈଳୋଦ୍ଭବମାନଙ୍କ ବିଷୟରେ ଜଣାପଡ଼ୁଛି। ତାପରେ ଆମେ ଦେଖିବା ପିଲାମାନେ ନେକ୍ସଟ ଏକାଉଣ୍ଟ, ବିଭିନ୍ନ ବିବରଣୀ ଯେଉଁଥିରୁ ଆମକୁ ଶୈଳୋଦ୍ଭବମାନ ବିଷୟରେ ଜଣାପଡ଼ୁଛି। ଏହି ଯେଉଁ ଏକାଉଣ୍ଟ ଗୁଡ଼ିକ ବିଷୟରୁ ହେଲା ହୁଏନ୍ସାଂସ୍ ଏକାଉଣ୍ଟ, ହୁଏନ୍ସାଂଙ୍କର ବିବରଣୀ, ସେ ଯେଉଁ ଲେଖିଛନ୍ତି ତାଙ୍କର ପୁସ୍ତକ ବୃହତ ସଂହିତା, ଏକାମ୍ର ପୁରାଣ, କପିଳ ସଂହିତା। ଏସବୁ ଗୁଡ଼ିକ ଲେଖା ଗୁଡ଼ିକରୁ ଆମକୁ ଶୈଳୋଦ୍ଭବମାନଙ୍କ ବିଷୟରେ ସୂଚନା ପ୍ରଦାନ ହେଉଛି, ଯାହାକୁ ଆମକୁ ଶୈଳୋଦ୍ଭବ ବିଷୟରେ ଲେଖିବା ପାଇଁ ସହଜ ହେଉଛି। ଦ୍ୱିତୀୟରେ ଆମେ ଆଲୋଚନା କଲେ ପିଲାମାନେ ଉପାଦାନ। ବର୍ତ୍ତମାନ ତୃତୀୟ ପଏଣ୍ଟଟି ଆମେ ଆଲୋଚନା କରିବା ଓରିଜିନ୍, ମାନେ ଶୈଳୋଦ୍ଭବମାନଙ୍କର ଉତ୍ପତ୍ତି କ'ଣ ହେଇଥିଲା। ଉତ୍ପତ୍ତି ଭିତରେ ଦୁଇଟି, ଗୋଟିଏ ହେଲା ଗୁରୁତ୍ୱପୂର୍ଣ୍ଣ ପୁଳିନ୍ଦ ସେନ, ଏହି ବ୍ୟକ୍ତିବିଶେଷଙ୍କ ଚରିତ୍ର ଅତ୍ୟନ୍ତ ଗୁରୁତ୍ୱ, ଏବଂ ଲର୍ଡ ଶିଭମ୍ଙ୍କୁ ପୁଳିନ୍ଦ ସେନଙ୍କର ପ୍ରାର୍ଥନା ବିଷୟରେ ଏଠି ରଚନା କରାଯାଇଛି। According to mythical account of the Shailovava dynasty, Kalinga was in a state of anarchy। କଳ୍ପନାଗତ କାହାଣୀରୁ କଥା, ଲୋକକଥାରୁ ଆମକୁ ଜଣାପଡ଼ୁଛି ଶୈଳୋଦ୍ଭବ ଯେଉଁ ରାଜବଂଶ ହେଲା, ସେ ଗୋଟିଏ ବିପଦମୟ ପରିସ୍ଥିତିରେ ଗତ କରୁଥିଲା। And aboriginal chief ପୁଳିନ୍ଦ ସେନ worshipped Lord ଶିଭମ୍ବୁ to save the region by providing an efficient ruler। ସେଇ ଯେଉଁ କଳିଙ୍ଗର ଅବୋରିଜିନାଲ ଚିଫ୍ ଥିଲେ ପୁଳିନ୍ଦ ସେନ, ସେଇ ଲୋକମାନଙ୍କର ଯେଉଁଟାକି ଅରାଜକତା ଥିଲା, ସେ ଭଗବାନ ଶିଭମ୍ବୁଙ୍କୁ ପ୍ରାର୍ଥନା କଲେ ଯେ ଗୋଟିଏ ଉତ୍ତମ ବଳିଷ୍ଠ ଚରିତ୍ରର ଲୋକ ଦିଅନ୍ତୁ, ଯାହାକି ଆମର ଏଇ କଳିଙ୍ଗ
କଳିଙ୍ଗ ସୁରକ୍ଷିତ ରହିବ ଓ ସୁଶାସନ ହେବ। ଦ ଲର୍ଡ ୱାଜ୍ ପ୍ଲେଜର ଟୁ ଫୁଲଫିଲ୍ ହିଜ୍ ପ୍ରେୟର। ଏଇଠାରେ ଠାକୁର ଶିବମ୍ବୁ ପୁଳିନ୍ଦ ସେନଙ୍କର ପ୍ରାର୍ଥନାରେ ଖୁସି ହେଲେ, ସନ୍ତୁଷ୍ଟ ପ୍ରକାଶ କଲେ ଏବଂ ସେ ଆଶୀର୍ବାଦ କଲେ, କ୍ରିଏଟ୍ ଆଉଟ୍ ଏ ବିଗ୍ ପିସ୍ ଅଫ୍ ରକ୍ ଏ ଲୁମିନିୟସ୍ ପର୍ସନ୍ ଟୁ ରୁଲ୍ ଓଭର ଦ ରିଜନ୍। ଗୋଟିଏ ବୃହତ୍ ବଡ଼ ପଥର ମଧ୍ୟରୁ ଗୋଟିଏ ବଳିଷ୍ଠ ଚେହେରା ଥିବା ବ୍ୟକ୍ତି ବିଶେଷ ଜଣ ବାହାରିଲେ, ଯିଏକି ଏହି କଳିଙ୍ଗକୁ ଉତ୍ତମ ଶାସନ ପ୍ରଦାନ କଲେ। ମାଇଥୋଲୋଜିକାଲ କାହାଣୀ ପିଲାମାନେ ଅଛି, କଳ୍ପନାଗତ କାହାଣୀ, ଯେ ପୁଳିନ୍ଦ ସେନଙ୍କର ପ୍ରାର୍ଥନାରେ ଭଗବାନ ଶିବମ୍ବୁ ଖୁସି ହେଲେ ଏବଂ ଗୋଟିଏ ବୃହତ୍ ପଥରରୁ ଗୋଟିଏ ବଳିଷ୍ଠ ଚେହେରା ଲୋକଟିଏ ବାହାରିଲା କଳିଙ୍ଗକୁ ଉତ୍ତମ ଶାସନ ଦେବା ପାଇଁ। ପୁଳିନ୍ଦ ସେନଙ୍କର ଆଉ ଠାକୁର ଶିବମ୍ବୁଙ୍କର ଏହା ଥିଲା ବିବରଣୀ। ତାପରେ ଆମେ ରଚନା କରିଦେବା ଶୈଳଧୂପ ଡାଇନେଷ୍ଟି ରୁଲର୍ସ। ଶୈଳଧୂପ ରାଜବଂଶରେ କେତେଜଣ ରାଜା ହେଇଛନ୍ତି ତାଙ୍କର ସମୟକୁ ଆମେ ଆଲୋଚନା କରିବା। ପିଲାମାନେ ମୁଁ ଯେମିତି ନୋଟ୍ଟିଏ ପ୍ରସ୍ତୁତ କରିଛି, ପରୀକ୍ଷାରେ ସେହିପରି ଭାବରେ ଯଦି ଲେଖିବ ଉତ୍ତମ ସଂଖ୍ୟା ରହିବ, ଏହା ସୁନିଶ୍ଚିତ। ଧର୍ମରାଜ ପ୍ରଥମ ରଣଭୀତ, ତାଙ୍କର ଶାସନ ସମୟ ଥିଲା 553 ଠୁ 575 ସି। ତାପରେ ଦ୍ୱିତୀୟ ରାଜା ହେଲେ ମାଧବରାଜ ପ୍ରଥମ ଠୁ ସୈନ୍ୟଭୀତ ପ୍ରଥମ, 575 ସି ଟୁ 600। ତୃତୀୟ ରାଜା ପିଲାମାନେ ଦେଖିବା କିଏ? ତୃତୀୟ ରାଜା ହେଲେ ଚରମ୍ପରାଜ ଆୟୁଷଭୀତ ଫାଷ୍ଟ, 600 ଟୁ 615 ବର୍ଷ। ପିଲାମାନେ ସମୟ ଗୁଡ଼ିକ ମନେ ରଖିଥିବେ, 553 ଟୁ 575 କେତେ ବର୍ଷ ବାହାର କରିଦେଇଥିବେ। 575 ଟୁ 600 ମାନେ ଆପଣଙ୍କୁ ବର୍ଷ ଗୁଡ଼ିକ ଜଣାପଡ଼ିଯିବ। ମାଧବରାଜ ଚରମ୍ପରାଜ ଆୟୁଷଭୀତ 600-615। ଚତୁର୍ଥ ରାଜା ହେଲେ ମାଧବରାଜ ଦ୍ୱିତୀୟ ସୈନ୍ୟଭୀତ ଦ୍ୱିତୀୟ, 615 ଟୁ 665, ପାଖାପାଖି 50 ବର୍ଷ। ଏଣ୍ଡ ମାଧବରାଜ ପ୍ରଥମ ଆୟୁଷଭୀତ ଦ୍ୱିତୀୟ, 665 ଟୁ 690, ପାଖାପାଖି 25 ବର୍ଷ। ତାପରେ ଆସିଲେ ପିଲାମାନେ ଷଷ୍ଠ ରାଜା ଧର୍ମରାଜ ଶ୍ରୀମାନଭୀତ। ପିଲାମାନେ ଏଗୁଡ଼ିକ ସମୟ ଗୁଡ଼ିକ ପୁସ୍ତକରେ ଦେଇନାହିଁ, ତେଣୁ ମୁଁ ଏହାର ସମୟ ବିବରଣୀ ଲେଖିନାହିଁ, କିନ୍ତୁ ମୁଁ ସିରିଏଲ ରଖିଛି କ୍ରମାନ୍ୱୟରେ ରାଜାଙ୍କ ନାମ। ସପ୍ତମ ରାଜା ଆସିଲେ ମଧ୍ୟମରାଜ ଦ୍ୱିତୀୟ, ଅଷ୍ଟମ ରାଜା ଆସିଲେ ଆଲୋପରାଜ, ନବମ ରାଜା ଆସିଲେ ରଣ କୌଶଭ, ଦଶମ ରାଜା ଆସିଲେ ମଧ୍ୟମରାଜ ତୃତୀୟ। ତାର ଅର୍ଥ ପିଲାମାନେ 10 ଜଣ ଶୈଳଧୂପ ରାଜବଂଶରେ ଶାସନ କରିଥିଲେ। ଏତିକି ଆମକୁ ଜଣାପଡ଼ିଗଲା। ଆପଣମାନେ ଲେଖିବେ, ସବୁ ନାଁକୁ ମନେ ରଖିବେ ପରୀକ୍ଷାରେ। ତାପରେ ଆମେ ବର୍ତ୍ତମାନ ଦେଖିବା ପୁଳିନ୍ଦ ସେନ। ପୁଳିନ୍ଦ ସେନ ହେଉଛନ୍ତି ଜଣେ ରୁଲର ଶୈଳଧୂପ, ତାଙ୍କ ବିଷୟରେ ଆଲୋଚନା କରିବା। ଆଫ୍ଟର ଆଉଟ୍ ଫ୍ରମ୍ ରକ୍ ଏ ଲୁମିନିୟସ୍ ପର୍ସନ୍ ବାଇ ଦ ପ୍ରେୟର ଅଫ୍ ପୁଳିନ୍ଦ ସେନ ହି ୱାଜ୍ ନେମ୍ଡ ଶୈଳଧୂପ। ଯେତେବେଳେ ପୁଳିନ୍ଦ ସେନ ଠାକୁରଙ୍କୁ ପ୍ରାର୍ଥନା କଲା ପରେ ଯେତେବେଳେ ଗୋଟିଏ ବୃହତ୍ ପଥରରୁ ବଳିଷ୍ଠ ଚେହେରାର ଉତ୍ତମ ଚରିତ୍ରର ବ୍ୟକ୍ତି ବିଶେଷଟିକେ ଆସିଲେ ଶାସନ କରିବା ପାଇଁ, ତାଙ୍କ ନାଁ ରଖାଗଲା ଶୈଳଧୂପ। କାହିଁକି ନା ଶୈଳର ଅର୍ଥ ହେଲା ପଥର, ଶୈଳରୁ ତାଙ୍କର ଜନ୍ମ ହୋଇଛନ୍ତି, ତାଙ୍କୁ କୁହାଗଲା ଶୈଳଧୂପ। ଦ୍ୟାଟ୍ ଇଜ୍ ୱାନ୍ ହୁ ଇଜ୍ ବର୍ନ ଆଉଟ୍ ଅଫ୍ ରକ୍ ଅର୍ ଶୈଳ। ଏଇଠି କାହିଁକି କୁହାଗଲା ତାଙ୍କୁ ନା ସେ ଶୈଳ ପଥରରୁ ଜନ୍ମ ହୋଇଛନ୍ତି। ଷ୍ଟେଟେଡ୍ ଇନ୍ କଟକ ମ୍ୟୁଜିୟମ ଚାର୍ଟର। এই বিষয়টা ଆମକୁ କେଉଁଠୁ ଜଣାପଡ଼ୁଛି ପିଲାମାନେ? କଟକର ଯେଉଁ ସଂଗ୍ରହାଳୟରେ ରହିଅଛି ଶୈଳଧୂପମାନଙ୍କର ଗୋଟିଏ ଚାର୍ଟର, ସେଇଥିରୁ ଏଇ ମାଇଥୋଲୋଜିକାଲ ବିବରଣୀଟା ଆମକୁ ଜଣାପଡ଼ୁଛି। ବ୍ରାକେଟରେ ମୁଁ ସୋର୍ସେସଟା ବି ଲେଖିଦେଇଛି ଆପଣମାନଙ୍କ ସୁବିଧା ପାଇଁ। ପୁଳିନ୍ଦ ସେନ ଆଜ୍ ଦ ଚିଫ୍ଟେନ୍ ଅଫ୍ ଦ ପୁଳିନ୍ଦ ଟ୍ରାଇବ୍। ପୁଳିନ୍ଦ ସେନ ଯିଏକି ପ୍ରାର୍ଥନା କରିକି ଶୈଳଧୂପ ବାହାରିଥିଲେ, ସେହି ପୁଳିନ୍ଦ ସେନ ହେଉଛନ୍ତି ପୁଳିନ୍ଦ ଜନଜାତିମାନଙ୍କର ମୁଖ୍ୟ। ପୁଳିନ୍ଦଙ୍କ ପରେ ଆମେ ଦେଖିବା ବରାହମିହିର। ଏ ବରାହମିହିରଙ୍କର ବିବରଣୀ ଆମକୁ କ'ଣ ସୂଚନା ପ୍ରଦାନ କରୁଛି? ଇନ୍ ବୃହତ୍ ସଂହିତା ବରାହମିହିର
mention Pulindas with another Shailaja tribe who were residing in the hilly tract of Kalinga. बृहत संहिता लिखिंट बराहमीर से से वर्णना करचंती पुलिंद होचंती शैलजा एली गोटे ट्राइब जनजाति जहाँकि कलिंग पहाड़िया अंचल रोते तांकर मुख्य यह थिला बराहमीरंकर विवरणी कंगद मंडल एंड शैलोद्भव कंगद मंडल और शैलोद्भव विषय आलोचना करवा शैलोद्भव राजवंश हम बा शासक हेले पथरु बाहर कंगद मंडल विषय कंगद मंडल एंड शैलोद्भव एडप्टेड एज इट्स किंग बाय जेनेरियस पुलिंद सेन पुलिंद सेनंकर प्रार्थना जो शैलोद्भव उद्भव होते बाहरी कंगद मंडलर अधिवासी माने राजा रूपे ग्रहण कले यह कंगद मंडल राज्यटी है शैलोद्भवंकर सेबेठार आम आलोचना करवा पिला माने महेंद्र माउंटेन जो महेंद्रगिरी विषय इट वाज नोन एज द कूलगिरी ऑफ शैलोद्भव डायनेस्टी रूलर एवं तो शीत दिन विभिन्न पिकनिक आउ बनभोजी उत्सवर दिन आपण मैंने भी जापरे महेंद्र माउंटेन भ्रमण करने कुंती मंदिर अच्छी विभिन्न मंदिर अच्छी देखिपारे पर्यटन स्थानटीए यही महेंद्र माउंटेन टी को कूलगिरी बोली कहुला शैलोद्भव मानकर शैलोद्भव मानकर कूलर कूल पर्वत बोलिया को कहुला वर्तमान आम आलोचना करवा सरनेम सरनेम अर्थ आम जमी कहते टाइटल से ऊपर टाइटल कौन है पिला माने दिस डायनेस्टी हैड एडप्टेड द फैमिली सरनेम लाइक अभित और भीत शैलोद्भवर शासक माने निजकू गोटे ना रे दीक्षित कराउथले ताको अभित आउ भीत रणभीत सैन्यभीत ए जाक फैमिली सरनेम माने टाइटल रे से व्यवहार कले मन रखिए अभित भीत रणभीत सैन्यभीत जियोग्राफिकल स्टेटस वर्तमान पढ़ा तांकर भौगोलिक अवस्थिति कौन थिला शैलोद्भव मानकर से विषय आलोचना करवा शैलोद्भव डायनेस्टी एक्सटेंडेड फ्रॉम महेंद्रगिरी इन साउथ टू महानदी इन नॉर्थ शैलोद्भव राजवंश से भौगोलिक अवस्थिति को विस्तार करथिले महेंद्रगिरी दक्षिण रे महेंद्रगिरी पर्यंत दक्षिण ओडिशार एवं उत्तर रे महानदी पर्यंत से राज्य को विस्तार करथिले शैलोद्भव डायनेस्टी टच टू द गंगा टेरिटोरी इन साउथ दक्षिण रे मध्य गंग अंचल पर्यंत शैलोद्भव मानकर साम्राज्यटी विस्तार होइथिला शैलोद्भव डायनेस्टी टच टू स्पेतक इन साउथ वेस्ट साइड रे पिला माने स्पेतक पर्यंत शैलोद्भव मानकर राजवंशटी व्यापी थिला बा भौगोलिक अवस्थित होइथिला स्पेतकर अर्थ होला पिला माने वर्तमान चिकिटी अंचल गंजाम जिल्लार एवं शैलोद्भव डायनेस्टी टच टू साउथ कोशल इन द वेस्ट रे शैलोद्भव डायनेस्टी साउथ कोशल पर्यंत व्यापी थिला तापर देखिए आम शैलोद्भव डायनेस्टी टच नॉर्थ तोसली इन नॉर्थ दिगरे उत्तर दिगरे नॉर्थ तोसली पर्यंत व्यापी थिला यह थिला भौगोलिक अवस्थिति शैलोद्भव राजवंशर साम्राज्यर वर्तमान आम आलोचना करवा राजधानी बा कैपिटल कंगद भास्को नियर बैंक ऑफ शैल बानपुर एरिया शैलोद्भव मानकर प्राथमिक राजधानी थिला कंगद भास्का जहाँकि शैला नदी कूल रही अछि वर्तमान बाणपुर एरिया रही अछि यह थिला शैलोद्भव मानकर कैपिटल वर्तमान आम देखिबा धर्मराज फास्ट रणभीत रूलर मानक विषय रे आलोचना करवा आपण मानकर युक्त 3 सिलेबस रे संपूर्ण शैलोद्भव राजवंश रही अछि सब पढ़िबा को पड़िबो
ଧର୍ମରାଜ ପ୍ରଥମ ରଣଭୀତ ହି ରୁଲ୍ଡ ଫ୍ରମ୍ 553 to 575 CE। ଧର୍ମରାଜ ପ୍ରଥମ ରଣଭୀତ 553 to 575 ସେଞ୍ଚୁରିଆନ ଏରା ପର୍ଯ୍ୟନ୍ତ ଶାସନ କରିଥିଲେ। ତାଙ୍କ ବିଷୟରେ ସୁମଣ୍ଡଳ ଚାର୍ଟରେ କ'ଣ କହୁଛି ଜାଣିବା। ଦିସ୍ ଚାର୍ଟର ଷ୍ଟେଟେଡ୍ ଧର୍ମରାଜ ଫାଷ୍ଟ ରଣଭୀତ feudatory ruler under ବିଗ୍ରହ ruler ପୃଥିବୀ ଗ୍ରହ of କଳିଙ୍ଗ ରାଷ୍ଟ୍ର। ସୁମଣ୍ଡଳ ପତ୍ରରୁ ଆମକୁ ଜଣାପଡ଼ୁଛି ଯେ ଶୈଳୋଦ୍ଭବ ରାଜା ଧର୍ମରାଜ ପ୍ରଥମ ରଣଭୀତ ଜଣେ ଅଧୀନସ୍ଥ ରାଜା ରୂପେ କାର୍ଯ୍ୟ କରୁଥିଲେ। କଳିଙ୍ଗ ରାଷ୍ଟ୍ରର ରାଜା ପୃଥିବୀ ଗ୍ରହ ବିଗ୍ରହ ରୁଲର ବିଗ୍ରହ ରାଜବଂଶର ରାଜା ପୃଥିବୀ ଗ୍ରହଙ୍କର ଶାସନ ଅଧୀନରେ। ତାର ଅର୍ଥ ଇଏ ଶୈଳୋଦ୍ଭବର ଥିଲେ ମଧ୍ୟ ଜଣେ ଅଧୀନସ୍ଥ ରାଜା ରୂପରେ କାର୍ଯ୍ୟ କରୁଥିଲେ। ତାପରେ ବର୍ତ୍ତମାନ ଆମେ ଦେଖିବା ମାଧବରାଜ ପ୍ରଥମ ସୈନ୍ୟଭୀତ ପ୍ରଥମ। ମାଧବରାଜ ପ୍ରଥମ ସୈନ୍ୟଭୀତ ପ୍ରଥମ କ'ଣ କରୁଛନ୍ତି? ହି ୱାଜ ଦ ସନ୍ ଅଫ୍ ଧର୍ମରାଜ ଫାଷ୍ଟ। ଶୈଳୋଦ୍ଭବ ରାଜା ଧର୍ମରାଜ ପ୍ରଥମଙ୍କର ପୁତ୍ର ହେଉଛନ୍ତି ମାଧବରାଜ ଫାଷ୍ଟ ସୈନ୍ୟଭୀତ ଫାଷ୍ଟ, ଯିଏକି ଉତ୍ତରାଧିକାରୀ ସୂତ୍ରରେ ସିଂହାସନ ଆରୋହଣ କରିଥିଲେ ଶୈଳୋଦ୍ଭବ ମାନଙ୍କର ରାଜ ସିଂହାସନ। ହି ରୁଲ୍ଡ ଫ୍ରମ୍ 575 to 600 CE। ମାଧବରାଜ ପ୍ରଥମ ସୈନ୍ୟଭୀତ ପ୍ରଥମ, ଯିଏକି 575 ଠାରୁ 600 ଖ୍ରୀଷ୍ଟାବ୍ଦରେ CE ପର୍ଯ୍ୟନ୍ତ ସମୟ ପ୍ରାୟତଃ 25 ବର୍ଷ ଶାସନ କରିଥିଲେ। ଆଙ୍କରି ବିଷୟରେ ଆମକୁ ପ୍ରମାଣ ମିଳୁଛି ଗଞ୍ଜାମ ଗ୍ରାଣ୍ଟସ୍। ଗଞ୍ଜାମର ଦାନପତ୍ରରୁ ଆମକୁ ମାଧବରାଜ ପ୍ରଥମ ସୈନ୍ୟଭୀତ ପ୍ରଥମଙ୍କ ବିଷୟରେ ଜଣାପଡ଼ୁଛି। ଦିସ୍ ଗ୍ରାଣ୍ଟ ଡିଡ୍ ବାଇ ଗ୍ରାଣ୍ଡସନ୍ ଅଫ୍ ମାଧବରାଜ ଫାଷ୍ଟ ସୈନ୍ୟଭୀତ ଫାଷ୍ଟ। ଏଇ ଯେଉଁ ଗଞ୍ଜାମ ଗ୍ରାଣ୍ଟଟି କିଏ କରିଥିଲେ ପିଲାମାନେ? ମାଧବରାଜ ପ୍ରଥମ ବା ସୈନ୍ୟଭୀତ ପ୍ରଥମଙ୍କର ନାତି କରିଥିଲେ, ଯାହାଙ୍କ ନାଁ ହେଉଛି ଗ୍ରାଣ୍ଡସନ୍ ନେଇ ମାଧବରାଜ ସେକେଣ୍ଡ। ମାଧବରାଜ ଦ୍ୱିତୀୟ ଗଞ୍ଜାମ ଗ୍ରାଣ୍ଟଟା କରିଥିଲେ। ଇନ୍ ଦିସ୍ ଗ୍ରାଣ୍ଟ ମେନସନ୍ ମାଧବରାଜ ଫାଷ୍ଟ ସୈନ୍ୟଭୀତ ଫାଷ୍ଟ ରୁଲ୍ଡ ଅଣ୍ଡର ବିଗ୍ରହ ରୁଲର ଲୋକ ବିଗ୍ରହ ଆଜ୍ ଏ ମହାସାମନ୍ତ। ଗଞ୍ଜାମ ଗ୍ରାଣ୍ଟରୁ ମଧ୍ୟ ଜଣାପଡ଼ୁଛି ଯେ ମାଧବରାଜ ପ୍ରଥମ ସୈନ୍ୟଭୀତ ପ୍ରଥମ ମଧ୍ୟ ଜଣେ ସ୍ୱାଧୀନ ରାଜା ନଥିଲେ, ସେ ମଧ୍ୟ ଜଣେ ଅଧୀନସ୍ଥ ରାଜା ଥିଲେ। ବିଗ୍ରହ ଶାସକ ଲୋକ ବିଗ୍ରହଙ୍କ ଅଧୀନରେ ମହାସାମନ୍ତ ଭାବରେ କାର୍ଯ୍ୟ କରୁଥିଲେ। ଫାଷ୍ଟ ରୁଲର ଅଫ୍ ଦିସ୍ ଡାଇନେଷ୍ଟି ରୁଲ୍ଡ ଅଣ୍ଡର ଅଦର ଡାଇନେଷ୍ଟି ଆଜ୍ ଫ୍ୟୁଡେଟାରୀ। ଶୈଳୋଦ୍ଭବ ରାଜବଂଶର ପ୍ରାଥମିକ ଭାବରେ ଯେଉଁ 2 ଜଣ ରାଜା ଶାସନ କରିଛନ୍ତି, ସେହିମାନେ ଅନ୍ୟ ରାଜାମାନଙ୍କର ଅଧୀନସ୍ଥ ରାଜା ରୂପରେ କାର୍ଯ୍ୟ କରୁଥିଲେ, ନିଜେ ସ୍ୱାଧୀନ ନଥିଲେ। ବର୍ତ୍ତମାନ ଆମେ ଆଲୋଚନା କରିବା ଚରମ୍ପରାଜ ଆଇସୋଭୀତ ଫାଷ୍ଟ ବା ଚରମ୍ପରାର ଆଇସୋଭୀତ ପ୍ରଥମ। ଅଣ୍ଡର ହିମ୍ ଶୈଳୋଦ୍ଭବ ବିକେମ୍ ଇଣ୍ଡିପେଣ୍ଡେଣ୍ଟ ଇନ୍ 7th century। ଏଇ ଯେଉଁ ଚରମ୍ପରାଜ ଆଇସୋଭୀତ ପ୍ରଥମଙ୍କର ଶାସନ ସମୟରେ ଶୈଳୋଦ୍ଭବ ସ୍ୱାଧୀନତା ଭାବରେ ଶାସନ ହେଲା। ସେହି ସମୟ ହେଉଛି 7th century। ଖଣ୍ଡିପଡ଼ା ନୂଆପଲ୍ଲୀ ଗ୍ରାଣ୍ଟ ଡିସ୍କ୍ରାଇବ୍ ଆଜ୍ ଏ ସୋଭର୍ଜିନ୍ ରୁଲର ଅଫ୍ ଡିକ୍ଲାଇନ୍ ଅଫ୍ ବିଗ୍ରହସ୍ ଏଣ୍ଡ ମୋଦଗଳସ୍। ଖଣ୍ଡିପଡ଼ା ନୂଆପଲ୍ଲୀ ଗ୍ରାଣ୍ଟରେ ବର୍ଣ୍ଣନା କରାଯାଇଛି ଯେ ଚରମ୍ପରାଜ ଆଇସୋଭୀତ ପ୍ରଥମ ହେଉଛନ୍ତି ଜଣେ ସାର୍ବଭୌମତ୍ୱପୂର୍ଣ୍ଣ ଶାସକ ଏବଂ ସେ ବିଗ୍ରହସ୍ ଆଉ ମୁଦଗଳସ୍ ମାନଙ୍କୁ ପରାସ୍ତ କରିଥିଲେ। ତାର ଅର୍ଥ ଶୈଳୋଦ୍ଭବ ମାନଙ୍କର ଏହି ଚରମ୍ପରାଜ ଆଇସୋଭୀତ ଜଣେ ସ୍ୱାଧୀନ ରାଜା ଥିଲେ ଆଉ ବଳିଷ୍ଠ ରାଜା ଥିଲେ। ତାପରେ ତାଙ୍କର ଆଲୋଚନା କରିବା ହିଜ୍ ଅଫିସିଆଲ୍ସ। ଚରମ୍ପରାଜ ଆଇସୋଭୀତ ପ୍ରଥମ ଯେତେବେଳେ ଶାସନ କରୁଥିଲେ ତାଙ୍କର ଅଫିସିଆଲ ମାନେ କ'ଣ ଥିଲେ? ଶ୍ରୀ ସାମନ୍ତ, ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଗୁଡ଼ିକ ଶ୍ରୀ ସାମନ୍ତ, ମହାସାମନ୍ତ, ଦଣ୍ଡ ନାୟକ, କୁମାର ଅମତ୍ୟ,
ଉପରିକ ଆୟୁକ୍ତ ଏ ସବୁଗୁଡ଼ିକ ପିଲାମାନେ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ ଅଫିସର ଶୈଳୋଦ୍ଭବମାନଙ୍କ ଶାସନ ସମୟରେ। ଡ୍ୟୁରିଂ ହିଜ୍ ରୁଲିଂ ଟାଇମ୍ ଶଶାଙ୍କ ଅଫ୍ ଗୌଡ଼ ଥ୍ରିଏଟେନ୍ ଟୁ ଶୈଳୋଦ୍ଭବ। ଶଶାଙ୍କ ଏହି ସମୟରେ ଗୌଡ଼ ରାଜା ଶଶାଙ୍କ ବଙ୍ଗର ଶୈଳୋଦ୍ଭବମାନଙ୍କୁ ଥ୍ରିଟେନିଂ ଦେଇଥିଲେ ଆକ୍ରମଣ କରିବା ପାଇଁ। ହିଜ୍ ସକ୍ସେସର ରୁଲ୍ଡ ଅଣ୍ଡର ଶଶାଙ୍କ ସୁଜନିଟି ଏବଂ ଶଶାଙ୍କ ମଧ୍ୟ ଶୈଳୋଦ୍ଭବମାନଙ୍କୁ ନିଜ ଅଧୀନସ୍ଥ ରାଜା ରୂପରେ କାର୍ଯ୍ୟ କରାଇଥିଲେ। ତାପରେ ଆଲୋଚନା କରିବା ଶୈଳୋଦ୍ଭବମାନଙ୍କର ନେକ୍ସଟ ରୁଲର ହେଉଛନ୍ତି ମାଧବ ରାଜ ସେକେଣ୍ଡ ସୈନ୍ୟଭୀତ ସେକେଣ୍ଡ। ନାଁ ଗୁଡ଼ିକ ବଡ଼ ପିଲାମାନେ ମନେ ରଖିବେ। ହି ୱାଜ ଦ ସନ୍ ଅଫ୍ ଚରମ୍ପରାଜ ଆୟୁଷଭୀତ। ମାଧବରାଜ ଦ୍ୱିତୀୟ ଆଉ ସୈନ୍ୟଭୀତ ଦ୍ୱିତୀୟ ହେଉଛନ୍ତି ଚରମ୍ପରାଜ ଆୟୁଷଭୀତ ପ୍ରଥମଙ୍କର ପୁତ୍ର। ମାଧବରାଜ ଦ୍ୱିତୀୟ ସୈନ୍ୟଭୀତ ଦ୍ୱିତୀୟ ଶାସନ କରିଥିଲେ 615 ସି ଟୁ 665 ସି, ପ୍ରାୟ 50 ବର୍ଷ। ତାପରେ ଆମେ ଆଲୋଚନା କରିବା ଆଙ୍କର ଗ୍ରାଣ୍ଟ ଗୁଡ଼ିକ କ'ଣ ଥିଲା, ଦାନ ଗୁଡ଼ିକ କ'ଣ ଥିଲା। ଗ୍ରାଣ୍ଟସ୍ ଭିତରେ ଗୁରୁତ୍ୱପୂର୍ଣ୍ଣ ରହିଲା ଗଞ୍ଜାମ ଗ୍ରାଣ୍ଟ। ଗଞ୍ଜାମର ଗ୍ରାଣ୍ଟ କରିଥିଲେ। ଦିସ୍ ଗ୍ରାଣ୍ଟ ଡିଡ୍ ଇନ୍ 620 ସି। 620 ସେଞ୍ଚୁରିଆନ ଏରାରେ ସେ ଗଞ୍ଜାମ ଗ୍ରାଣ୍ଟ କରିଥିଲେ, ମାନେ ଗଞ୍ଜାମ ଦାନ କରିଥିଲେ। ଗଞ୍ଜାମରେ କ'ଣ ଦାନ କରିଥିଲେ ସେଇ ପତ୍ରଟିକୁ ଗଞ୍ଜାମ ଗ୍ରାଣ୍ଟ କୁହାଯାଉଛି। ଇନ୍ ଦିସ୍ ଗ୍ରାଣ୍ଟ ମେନସନ୍ ମାଧବରାଜ ସେକେଣ୍ଡ ସୈନ୍ୟଭୀତ ସେକେଣ୍ଡ ରୁଲ୍ ଅଣ୍ଡର ଗୌଡ଼ କିଙ୍ଗ ଶଶାଙ୍କ ମହାସାମନ୍ତ ଆଜ ଏ ମହାସାମନ୍ତ। ଏହି ଗଞ୍ଜାମ ଗ୍ରାଣ୍ଟରୁ ହିଁ ଜଣାପଡ଼ୁଛି ଯେ ମାଧବରାଜ ଦ୍ୱିତୀୟ ଆଉ ସୈନ୍ୟଭୀତ ଦ୍ୱିତୀୟ ଶୈଳୋଦ୍ଭବ ରାଜା ବଙ୍ଗର ରାଜା ବା ଗୌଡ଼ ରାଜା ଶଶାଙ୍କଙ୍କର ଅଧୀନରେ ମହାସାମନ୍ତ ରୂପରେ କାର୍ଯ୍ୟ କରୁଥିଲେ। ପୁଣି ସେହିପରି ଆମକୁ ଆଉ କ'ଣ ସୂଚନା ପ୍ରଦାନ କରୁଛି ଖୋର୍ଦ୍ଧା ପ୍ଲେଟରୁ ଆମେ ଦେଖିବା। ଖୋର୍ଦ୍ଧାର ଦାନପତ୍ରରୁ ଇନ୍ ଦିସ୍ ପ୍ଲେଟ୍ ମେନସନ୍ ହି ଏସ୍ୟୁମ୍ଡ ଦ ଟାଇଟଲ ସକଳ କଳିଙ୍ଗାଧିପତି। ଏହି ମାଧବରାଜ ଆଉ ସୈନ୍ୟଭୀତ ଦ୍ୱିତୀୟ ଆଉ ସୈନ୍ୟଭୀତ ଦ୍ୱିତୀୟ ନିଜକୁ ସକଳ କଳିଙ୍ଗାଧିପତି ଉପାଧିରେ ଭୂଷିତ କରିଥିଲେ। ତାର ଅର୍ଥ କଳିଙ୍ଗଙ୍କ ଅଧୀନକୁ ପଳେଇ ଆସିଥିଲା। ଖୋର୍ଦ୍ଧା ପ୍ଲେଟରୁ ଆମକୁ ଜଣାପଡ଼ୁଛି। ତାପରେ ଆମେ ଦେଖିବା ପିଲାମାନେ ବୁଗୁଡ଼ା ଚାର୍ଟର କ'ଣ କହୁଛି। ମେନସନ୍ ହର୍ସ ସାକ୍ରିଫାଇସ୍ ଆଣ୍ଡ ଭେଦିକ ରିଚୁଆଲ୍ସ ଅଫ୍ ମାଧବରାଜ ସେକେଣ୍ଡ ଆଣ୍ଡ ସୈନ୍ୟଭୀତ ସେକେଣ୍ଡ। ମାଧବରାଜ ସେକେଣ୍ଡ ଆଉ ସୈନ୍ୟଭୀତ ସେକେଣ୍ଡ ତାଙ୍କ ଶାସନ ସମୟରେ ହର୍ସ ସାକ୍ରିଫାଇସ୍ ଆଉ ଭେଦିକ ରିଚୁଆଲ୍ସ ବୈଦିକ ପୂଜା ପଦ୍ଧତିକୁ ପାଳନ କରିଥିଲେ ଏବଂ ଅଶ୍ୱମେଧ ଯଜ୍ଞ ମଧ୍ୟ କରାଇଥିଲେ। ତାପରେ ଦେଖିବା ଆମେ ଡି ପୁରୁଷୋତ୍ତମପୁର ଚାର୍ଟର। ସେଇଠୁ ଆମକୁ କ'ଣ ଜଣା କରୁଛି। ମେନସନ୍ ହର୍ସ ସାକ୍ରିଫାଇସ୍ ଆଣ୍ଡ ଭେଦିକ ରିଚୁଆଲ। ପୁରୁଷୋତ୍ତମପୁର ଚାର୍ଟରରୁ ମଧ୍ୟ ଆମକୁ ମାଧବରାଜ ଦ୍ୱିତୀୟ ଏବଂ ସୈନ୍ୟଭୀତ ଦ୍ୱିତୀୟଙ୍କର ଅଶ୍ୱମେଧ ଯଜ୍ଞ କରିବାର ଆମକୁ ପ୍ରମାଣ ମିଳୁଅଛି। ସେହିପରି ଭାବରେ ପୁରୀ ଚାର୍ଟରରୁ ଆମକୁ କ'ଣ ମିଳୁଅଛି। ମେନସନ୍ ହର୍ସ ସାକ୍ରିଫାଇସ୍ ଆଣ୍ଡ ଭେଦିକ ରିଚୁଆଲ୍ସ। ପୁରୀର ଯେଉଁ ଚାର୍ଟରରୁ ମଧ୍ୟ ଆମକୁ ପ୍ରମାଣ ମିଳୁଅଛି ଯେ ମାଧବରାଜ ଦ୍ୱିତୀୟ ଓ ସୈନ୍ୟଭୀତ ଦ୍ୱିତୀୟ ସେହି ଅଶ୍ୱମେଧ ଯଜ୍ଞ ଆଉ ଭେଦିକ ରିଚୁଆଲକୁ ପାଳନ କରିଥିଲେ। ବର୍ତ୍ତମାନ ଆଲୋଚନା କରିବା କଟକ ମ୍ୟୁଜିୟମ ପ୍ଲେଟ୍। କଟକ ମ୍ୟୁଜିୟମ ପ୍ଲେଟ୍ କ'ଣ କହୁଛି। ମେନସନ୍ ସୋଭଜିନ୍ ଷ୍ଟାଟସ୍। କଟକ ମ୍ୟୁଜିୟମ ପ୍ଲେଟ୍ରୁ ଆମକୁ ଜଣାପଡ଼ୁଛି ଯେ ମାଧବରାଜ ଦ୍ୱିତୀୟ ସୈନ୍ୟଭୀତ ଦ୍ୱିତୀୟ ଜଣେ ସାର୍ବଭୌମତ୍ୱ ରାଜା ଥିଲେ, ସ୍ୱାଧୀନ ରାଜା ଥିଲେ। ଇନ୍ 621 ସି ଆଫ୍ଟର ଡେଥ୍ ଅଫ୍ ଶଶାଙ୍କ ମାଧବରାଜ ସେକେଣ୍ଡ ଅକୁପାଇଡ୍ କଳିଙ୍ଗ ଆଣ୍ଡ ଡିକ୍ଲେୟାର୍ଡ ହିମ୍ ସକଳ କଳିଙ୍ଗାଧିପତି। ଠିକ୍ ଅଛି। 621 ସେଞ୍ଚୁରିଆନ ଏରାରେ ଶଶାଙ୍କଙ୍କର ମୃତ୍ୟୁ ହୋଇଥିଲା। ମାଧବରାଜ ତା ପରଠାରୁ ବଳିଷ୍ଠ ହୋଇଯାଇଥିଲେ, କଳିଙ୍ଗ ଅଧିକାର କରିଥିଲେ, ନିଜକୁ କଳିଙ୍ଗାଧିପତି ଉପାଧିରେ ଭୂଷିତ କରିଥିଲେ। ଇନ୍ 642 ସି ହର୍ଷବର୍ଦ୍ଧନ ଅକୁପାଇଡ୍ କଙ୍ଗୋଦ ଏଣ୍ଡ ମାଧବରାଜ ଦ୍ୱିତୀୟ। 642 ଖ୍ରୀଷ୍ଟାବ୍ଦରେ ସେଞ୍ଚୁରିଆନ ଏରାରେ
हर्षवर्धन कंगद को अधिकार कले एवं माधवराज द्वितीय को परास्त करथिले। शैलधववर राजा इन 647 सी 647 सेंचुरियन आफ्टर डेथ ऑफ हर्षवर्धन माधवराज सेकेंड एगेन इंडिपेंडेंट। हर्षवर्धन मृत्यु पर 647 सेंचुरियन एरारे माधवराज पुणी निजको जड़े बलिष्ठ और स्वाधीन राजा प्रतिष्ठा करिपारिथिले। तांकरी पर आसिले माधवराज फास्ट आयुषभीत सेकेंड शैलधव राजा। He was the son of माधवराज सेकेंड। माधवराज द्वितीय पुत्र होचंती माधवराज प्रथम आयुषभीत द्वितीय। He ruled from 665 to 690 CE। माधवराज फास्ट आयुषभीत सेकेंड शासन करथिले 665 ठारू 690 सेंचुरियन एना पर्यंत। आंकरी विषय जानिया पई बानपुर एंड पारिकुद कोपर प्लेट कौन कहूँ ए देखा आम। बानपुर आउ पारिकुद कोपर प्लेट कहूँ विलेज इन कटक भुक्ति विषय डोनेटेड टू ब्राह्मण्स बाय माधवराज फास्ट आयुषभीत सेकेंड। शैलधव राजा माधवराज प्रथम आयुषभीत द्वितीय तांको शासन समय रे ब्राह्मण मानू गोटे ग्राम दान करथिले। से ग्रामटी कटक भुक्ति अंचल रही। आफ्टर डेथ ऑफ माधवराज फास्ट आयुषभीत सेकेंड हिज टू सन धर्मराज एंड माधवराज फाइट फॉर थ्रोन ऑफ शैलधव। यही माधवराज द्वितीय मृत्यु माधवराज प्रथम एवं आयुषभीत द्वितीय मृत्यु पर तांकर उत्तराधिकारी धर्मराज और माधवराज मानक मध्यरे दुई पुत्र धर्मराज और खाली माधवराज भितरे राज सिंहासन पे विवाद होइथिला। तापर सिंहासन आरोहण करथिले धर्मराज सेकेंड श्रीमानभीत। ही कंस्ट्रक्टेड हाईवे धर्मराज कलिंग मार्ग बहु गुरुत्वपूर्ण मन रखिथिबे विभिन्न कॉम्पिटिटिव परीक्षा आसीबो। ओडिशा रे धर्मराज कलिंग मार्ग किए निर्माण करचंती से उत्तरटी हम धर्मराज द्वितीय श्री माणभीत। से शासन समय यही हाईवे मान जातीय सड़कटी निर्माण करथिले धर्मराज कलिंग मार्ग। ही इशूड 6 कोपर प्लेट लाइक बानपुर चार्टर फ्रॉम सिलिदा। से 6 गोटी कोपर प्लेट इशू करथिले। से भितरु बानपुर सिलिदा अंचल बानपुर चार्टरटा इशू करथिले। यह गोटे गुरुत्वपूर्ण बानपुर चार्टर लैंड बाय हिज क्वीन कल्याणी देवी टू जॉइन अमंग प्रबोध चंद्र। जो बानपुर ठारे जो चार्टर रे किछि जमी दान करा जाइथिला धर्मराज द्वितीय और श्रीमाणभीतर राणी कल्याणी देवी द्वारा जैन सन्यासी प्रबोध चंद्र को यही विवरणी आमको बानपुर चार्टर रु मिलुछि। पुरी एंड रामपुर चार्टर फ्रॉम मातृचंद्र पाटक। मातृचंद्र पाटक अंचल पुरी और रामपुर चार्टर आमको प्रमाण मिलुछि। तापर आम देखा भिनिना चार्टर फ्रॉम अल्तनांगापुर। भिनिना चार्टरटी अल्तलंघापुर अंचल आमको मिलुछि। जो 6टी चार्टर से प्रकाश करछन्ति से भितर ये सब गुड़िक। चांद देवरा चार्टर फ्रॉम कोनकोंटाला। चांद देवरा चार्टर कोनकोंटा अंचल प्रकाश करछन्ति से। कंदेदी चार्टर फ्रॉम सौम्यपुर। सौम्यपुर कंदेदी चार्टर को से घोषणा कर। ड्यूरिंग हिज रूल शैलधव स्टार्टेड टू डिक्लाइन। धर्मराज द्वितीय श्रीमाणभीतर शासन समय शैलधव मानकर पतन होगा आरंभ है।
तापर आसीगले पिलामाने मध्यमराज द्वितीय शैलधववर राजा ही केम टू थ्रोन आफ्टर धर्मराज सेकेंड धर्मराज सेकेंड मृत्यु पर माधवराज द्वितीय शैलधव सिंहासन आरोहण कले तापर आसीगले पिलामाने एही राजा मानकर किसी कृतित्व नथिबारु क्रमान्वय केवल मु वर्णना कर देउछि। अलपा राजा आसिले राज सिंहासन को ही केम टू थ्रोन आफ्टर माधवराज द्वितीय माधवराज द्वितीय पर दुई जन आसिले से भितर अलप्तराज द्वितीय आसिले अलप्तराज आसिले ही कोरोनेशन एट नसुंडा हिल नियर तेकाली अलप्तगिन निजर राजाभिषेक नसुंडा पर्वत तिकाली निकटरे करथिले। ही रूल्ड अंडर गंग किंग अलप्त राजा गंग मानकर अधीनस्थ राजा रूप में काम करथिले। तापर आसिला पिलामाने मध्यमराज तृतीय ही वाज द लास्ट रूलर ऑफ शैलधव डायनेस्टी मध्यमराज तृतीय होचंती शैलधव राजवंशर शेष राजा। दिस डायनेस्टी रूल्ड फ्रॉम 550 सी टू 725 सी मध्यमराज तृतीय शैलधव राजवंशर 550 सेंचुरियन एरा ठारू 700 भूल अच्छी प्रिंट पिला दिस डायनेस्टी पिला हम माधवराज थर्ड हेनी शैलधव राजवंशटी कनक्लूजन पार्ट रे सब लिख 550 टू 725 सेंचुरियन एरिया पर्यंत शासन करथिले तो पाखापाखि 175 वर्ष। शैलधव रूल्ड बाय धर्मराष्ट्र एंड मनुष कोड धर्मशास्त्र और मनुष कोड शैलधव राजवंशर शासन व्यवस्था धर्मशास्त्र अनुजाई परिचालित होउतला एवं मनुकर जो आईन संहिता थिला ता अनुजाई शैलधव माने राज्य को शासन करुथुले। राजा थिले किंग वाज द हेड ऑफ द स्टेट राजा थिले राज्यर मुख्य शैलधव मानक शासन रे राजा मान राणी होचनी मुख्य। शैलधव राजवंशर केतेक उपाधि मध्य भूषित थिला आमे आगरु सरनेम टाइटल जानिथिले एबे उपाधि की जानिबा महाराजाधिराज परम भट्टारक सकल कालिंगाधिपति एही उपाधि गुडी को से माने विभूषित करुथुले। तांकर अंचल कुआ जाउथुला शैलधव मानकर शासन अंचल कुआ होतुला कंगोद मंडल एम्पायर को साम्राज्य को सही माने डिवाइड करथिले भुक्ति को से माने विभाजन करथिले विषय को से माने विभाजन करथिले पाटक को विभाजन करथिले पुर को विभाजन करथिले जनपदर अर्थ होला ग्राम। यह थिला शैलधवंकर शासन व्यवस्था। से मानक समय गुरुत्वपूर्ण ऑफिसर मान थिले महासामंत श्री सामंत कुमार अमत्य उपरिक दंडनायक संधि विग्रहिक। शैलधव मानकर समय जो आर्किटेक्चर थिला ताहा मध्य गुरुत्वपूर्ण ताला विभिन्न मंदिर शत्रुघ्नेश्वर मंदिर भरतेश्वर मंदिर लक्षणेश्वर मंदिर सर्वजलेश्वर मंदिर ये सब मंदिर गुड़िक भुवनेश्वर रही अछि शैलधव मानकर कृतित्व। यह पिला माने शैलधव राजवंशर प्रतिष्ठा शासक माने एवं शासन व्यवस्था। परिशेष रे आपण माने कनक्लूजन जेतेबेले लिखिबे शैलधव मानकर पतन एवं विभिन्न कृतकार्य को मिसई वर्णना करिवे। मु आशा करुच्ची मोर ये आलोचना आपण मानकर भविष्यत निर्माण रे सहायक हो। वीडियो को लाइक करंतु चैनल को सब्सक्राइब करंतु एवं जो छात्र छात्री माने ओडिशा इतिहासर यही अध्यायटी को अध्ययन करुचंती से मानक गहन रे वीडियोटी को शेयर करंतु।
ଜୟ ହିନ୍ଦ।